ନମସ୍କାର। ଆପଣମାନଙ୍କୁ ପୂର୍ବପକ୍ଷ ପ୍ରସ୍ତୁତ ବିଶ୍ୱ ଚକ୍ରବ୍ୟୁହକୁ ମୁଁ ପରଶୁରାମ ଦାସ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଯୁଦ୍ଧର ରଣନୀତି ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ଆଜି ଦୁନିଆର ସମସ୍ତ ବଡ଼ ବଡ଼ ମିସାଇଲ ଡିଫେନ୍ସ ସିଷ୍ଟମ ସାମ୍ନାରେ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ସାଚୁରେସନ ଆଟାକ୍। ସାଚୁରେସନ ଆଟାକର ଅର୍ଥ ହେଉଛି ଯେତେବେଳେ ଶତ୍ରୁ ପକ୍ଷରୁ ଏକ ସଙ୍ଗେ 25ରୁ 50 କିମ୍ବା ତାଠାରୁ ଅଧିକ ଡ୍ରୋନ୍, କ୍ରୁଜ୍ ମିସାଇଲ କିମ୍ବା ବାଲେଷ୍ଟିକ୍ ମିସାଇଲ ମାଧ୍ୟମରେ ଆକ୍ରମଣ କରିଥାଏ। ଏଭଳି ପରିସ୍ଥିତିରେ ଆମେରିକାର ପାଟ୍ରିଅଟ୍ ଭଳି ଦାମୀ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ କନଫ୍ୟୁଜ୍ ହୋଇ ନଷ୍ଟ ହୋଇଯାଉଛି। କିନ୍ତୁ ଏଭଳି ସମୟରେ ଭାରତର ପ୍ରତିରକ୍ଷା ଓ ଗବେଷଣା ସଂସ୍ଥା ବା DRDO ସାରା ବିଶ୍ୱକୁ ଚମକେଇ ଦେଲା ଭଳି ଏକ ବଡ଼ ସଫଳତା ହାସଲ କରିଛି। ଭାରତର ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ ଆକାଶ ଏନ୍ଜି ମିସାଇଲ ଡିଫେନ୍ସ ସିଷ୍ଟମ ଏବେ ସାଚୁରେସନ ଆଟାକକୁ ସମ୍ପୂର୍ଣ୍ଣ ରୂପେ ଫେଲ୍ କରିବାର କ୍ଷମତା ହାସଲ କରିନେଇଛି। ଆମେରିକା ସେନା ଜେନେରାଲ ମଧ୍ୟ ଏହି ଭାରତୀୟ ମିସାଇଲର ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି। ଆଜି ଆମେ ଏହି ବିଶେଷ ରିପୋର୍ଟରେ ଆଲୋଚନା କରିବା କେମିତି ଆକାଶ ଏନ୍ଜି ଆମେରିକା ଏବଂ ଇସ୍ରାଏଲର ଡିଫେନ୍ସ ସିଷ୍ଟମ ଠାରୁ ଅଧିକ ମଜବୁତ ସାବ୍ୟସ୍ତ ହୋଇଛି। କେମିତି ମାଲେସିଆ ଏବଂ ବ୍ରାଜିଲ ଭଳି ବଡ଼ ବଡ଼ ଦେଶ ଏହି ଭାରତୀୟ ମିସାଇଲକୁ କିଣିବା ପାଇଁ ଲାଇନ୍ ଲଗାଇଛନ୍ତି। ଆପଣମାନେ ଦେଖୁଥାନ୍ତୁ ବିଶ୍ୱ ଚକ୍ରବ୍ୟୁହ। ମୋର ଆପଣମାନଙ୍କୁ ଅନୁରୋଧ, ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ରୁଷ ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଉପରେ ହେଉଥିବା ଆକ୍ରମଣ, ସବୁଠାରେ ଏକ ନୂଆ ପ୍ୟାଟର୍ନ ଦେଖିବାକୁ ମିଳିଛି। ଶତ୍ରୁମାନେ ଏବେ ଗୋଟିଏ ବା ଦୁଇଟି ମିସାଇଲ ନୁହେଁ, ବରଂ ଏକ ସଙ୍ଗେ ଦଳ ଦଳ ଶସ୍ତା ଡ୍ରୋନ୍ ପଠାଇ ସାଧାରଣ ଏୟାର ଡିଫେନ୍ସ ସିଷ୍ଟମକୁ କ୍ଲାନ୍ତ ଏବଂ କନଫ୍ୟୁଜ୍ କରିଦେଉଛନ୍ତି। ଆମେରିକାର ମିସାଇଲ ସିଷ୍ଟମ ଶୀତଳ ଯୁଦ୍ଧ ବା କୋଲ୍ଡ ୱାର୍ ସମୟରୁ କେବଳ ବଡ଼ ବାଲିଷ୍ଟିକ ମିସାଇଲକୁ ରୋକିବା ପାଇଁ ଡିଜାଇନ କରାଯାଇଥିଲା। ତେଣୁ ଇରାନ ସହ ହୋଇଥିବା ଯୁଦ୍ଧରେ ଶସ୍ତା ଡ୍ରୋନ୍ ଆକ୍ରମଣ ଯୋଗୁଁ ଆମେରିକାକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଥିଲା। ଭାରତୀୟ ସେନା ଏହି ସମସ୍ତ ଯୁଦ୍ଧର ଡାଟାକୁ ଅତି ସୂକ୍ଷ୍ମର ସହ ଅନୁଧ୍ୟାନ କରିଥିଲା। ଦେଶର ସୁରକ୍ଷା ପାଇଁ ଆଗକୁ କେଉଁ କୌଶଳ ଆବଶ୍ୟକ, ସେଥିପାଇଁ ସେନା ପକ୍ଷରୁ DRDOକୁ ସମ୍ପୂର୍ଣ୍ଣ ରୂପେ ଗାଇଡଲାଇନ୍ ଦିଆଯାଇଥିଲା। ଏହାପରେ DRDO ଆକାଶ ମିସାଇଲର ଏଭଳି ଏକ ନୂଆ ସଂସ୍କରଣ ପ୍ରସ୍ତୁତ କଲା ଯାହା ଶତ୍ରୁର ଯେକୌଣସି ଜଟିଳ ରଣନୀତିକୁ ପଣ୍ଡ କରିପାରିବ। ଆସନ୍ତୁ ବୁଝିବା ପୁରୁଣା ଆକାଶ ସିଷ୍ଟମ ଠାରୁ ଆକାଶ ଏନ୍ଜି ବା ନେକ୍ସଟ ଜେନେରେସନ କେମିତି ଅଲଗା। ପୁରୁଣା ଆକାଶ ମିସାଇଲ ଦେଖିବାକୁ ବହୁତ ମୋଟା ଏବଂ ଓଜନଦାର ଥିଲା, କାରଣ ସେଥିରେ ରାମଜେଟ୍ ଇଞ୍ଜିନ ବ୍ୟବହାର କରାଯାଉଥିଲା। ଏହା ଯୁଦ୍ଧ କ୍ଷେତ୍ରରେ ନିଜକୁ ପ୍ରମାଣିତ କରିଥିଲେ ମଧ୍ୟ ଏହାର ଆକାର ବହୁତ ବଡ଼ ଥିଲା। କିନ୍ତୁ ନୂଆ ଆକାଶ ଏନ୍ଜି ମିସାଇଲରେ ଡୁଆଲ ପଲ୍ସ ସଲିଡ୍ ରକେଟ ମୋଟର ବ୍ୟବହାର କରାଯାଉଛି। ଏହି କାରଣରୁ ଏହି ମିସାଇଲ ଅତି ସ୍ଲିମ୍ ବା ପତଳା ଏବଂ ଏହାର ଗତି ଅତ୍ୟନ୍ତ ଦ୍ରୁତ। ସବୁଠାରୁ ବଡ଼ କଥା ହେଉଛି ଏହା ଏକ କଣ୍ଟେନର ବେସ୍ଡ ବା କଣ୍ଟେନର ଆଧାରିତ ମିସାଇଲ ସିଷ୍ଟମ। ଯୁଦ୍ଧ କ୍ଷେତ୍ରରେ ମାତ୍ର ଏକ ସିଙ୍ଗଲ ବ୍ୟାଟେରୀ ୟୁନିଟ୍ରୁ ଏକା ସଙ୍ଗରେ 18ଟି ମିସାଇଲ ଫାୟାର କରାଯାଇପାରିବ। କେବଳ ସେତିକି ନୁହେଁ, ମିଲିଟାରୀ ଭାଷାରେ ଶତ୍ରୁର ଗୋଟିଏ ମିସାଇଲକୁ ରୋକିବା ପାଇଁ ସାଧାରଣତଃ 2ଟି ଇଣ୍ଟରସେପ୍ଟର ମିସାଇଲ ଫାୟାର କରାଯାଏ, ଯାହାକୁ ସାଲ୍ଭୋ ଫାୟାରିଂ କୁହାଯାଏ। କିନ୍ତୁ ଭାରତର ଆକାଶ ଏନ୍ଜି ଏହି ସିଦ୍ଧାନ୍ତକୁ ବଦଳାଇ ଦେଇଛି। ଏହା 1:1 ରେସିଓ ହାସଲ କରିଛି, ଅର୍ଥାତ୍ ଶତ୍ରୁର ଗୋଟିଏ ଟାର୍ଗେଟକୁ ଧ୍ୱଂସ କରିବା ପାଇଁ ଭାରତର ମାତ୍ର ଗୋଟିଏ ଆକାଶ ଏନ୍ଜି ମିସାଇଲ ହିଁ ଯଥେଷ୍ଟ ସାବ୍ୟସ୍ତ ହୋଇଛି। ଭାରତର ଏହି ବଢ଼ୁଥିବା ସାମରିକ ଶକ୍ତି ଏବେ କେବଳ ଟେଷ୍ଟିଂ ମାଧ୍ୟମରେ ସୀମିତ ନାହିଁ, ଏହା ଏକ ବଡ଼ ରପ୍ତାନି ବା ଏକ୍ସପୋର୍ଟ ଡିଲ୍ରେ ପରିଣତ ହେବାକୁ ଯାଉଛି। ନିକଟରେ ମାଲେସିଆରେ ଆୟୋଜିତ ହୋଇଥିବା ଡିଫେନ୍ସ ସର୍ଭିସ ଏସିଆ 2026 ପ୍ରଦର୍ଶନୀରେ ଭାରତ ପକ୍ଷରୁ ଭାରତ ଡାଇନାମିକ୍ସ ଲିମିଟେଡ୍ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ନିଜର ଆକାଶ 1S ଏବଂ
आकाश प्राइम मिसाइल सिस्टम को प्रदर्शित कर मालेशिया सरकार निज सेना पाई प्राय $500 मिलियन बा RM 1.9 बिलियन टंकार एक मीडियम रेंज एयर डिफेन्स प्रोग्राम आरंभ कर विराट ग्लोबल टेंडर रे भारत सहित चीन साउथ कोरिया एवं केतेक यूरोपीय प्रतिरक्षा कंपानी मध्य सामिल अछंती किंतु भारतर आकाश मिसाइल ही यही दौड़ सबुठार आगर रही कारण एथिरे स्वदेशी ज्ञान कौशल निर्मित एक्टिव RF सिकर लगी जहाँ शेष मुहूर्त निजे शत्रु को चिन्हट कर आक्रमण करें। यह सहित भारत मालेशिया को टेक्नोलोजी ट्रांसफर एवं लोकल असेंबली भली सुविधा ऑफर कर केवल एशिया महादेश नुहे बरं लाटिन अमेरिकार सबुठारु बड़ देश ब्राजिल एबे भारतर आकाश मिसाइल उपरे नजर रखिछि। भारत एबे ब्राजिल सह केवल अस्त्र बिक्री नुहे बरं मिलित गवेषणा एवं को प्रोडक्शन उपरे आलोचना करुछि। ब्राजिल सेना भारतर आकाश डिफेन्स सिस्टम सहित भारत फोर्ज कंपानी भारतीय संस्था कल्याणी स्ट्रैटेजिक सिस्टम द्वारा निर्मित गरुड़ 105 हल्का आर्टिलरी गन किणवा को बहुत आग्रह प्रकाश करी। ब्राजिल वर्तमान एयर डिफेन्स मात्र 3000 मीटर उच्चता पर्यंत काम करुवा बेले भारतर आकाश सिस्टम यहाँ बहु गुण अधिक उच्चतार शत्रु को ध्वंस करें। यह सहित गरुड़ आर्टिलरी सिस्टम अति सहजरे ब्राजिल आमाजन भली दुर्गम एवं घंच जंगल अंचल मुतयन हो शत्रुर मुकाबिला करिपारिबो। सेथिपाई ब्राजिल सेनार वरिष्ठ अधिकारी माने एही डील को आगो को बढ़ाइबा को सरकार को सुपारिश करिसेंती। एही समस्त विशेष डील एवं सफलता प्रमाण करुछु जे ऑपरेशन सिंदूर समय रे जो सफलतार आरंभ होइथिला ताहा आज भारत को विश्व प्रतिरक्षा बाजार रे एक नुआ परिचय दैछि। आगामी 10 वर्ष मध्य भारतीय प्रतिरक्षा रप्तानीर एक बड़ सफलता अमेरिका एवं यूरोप भली बड़ बड़ देशगुड़ी को चिंतार पकईदेव। भारत एवं केवल अस्त्र किणुवा देश नुहे बरं विश्व को सस्ता एवं सबुठारु भरोसायोग्य डिफेन्स पार्टनर भाव अस्त्र जोगाउथिबा एक महाशक्ति पलटिछि। आम देशर वैज्ञानिक और DRDO ये अद्भुत सफलता उपरे आपण मानकर कौन प्रतिक्रिया रही आमको कमेंट बॉक्स रे लिखि भारतीय वैज्ञानिक मानकु शुभेच्छा निश्चय जनातु। भारतर सुरक्षा एवं सेनार यही साहसिकता पाई वीडियो को गोटे लाइक करंतु, निज सांग मानक सह अधिक रु अधिक परिमाण रे शेयर करंतु। प्रतिरक्षा दुनियार समस्त खबर आगुआ जानिबा पाई आम चैनल पूर्वपक्ष प्रस्तुत विश्व चक्रव्यूह देश दर्पण और मैदान को सब्सक्राइब करबा पाई भूलंतु नहीं। एड शेष करछि पुणी देखा एक नुआ प्रसंग सहित रहुछि। नमस्कार।